ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣ ଜାଣିଥିବେ ଯେ ଆମର କିଛି ସିଟ୍ ଖାଲି ଅଛି। କେଉଁମାନଙ୍କର ବିଏଡ଼୍ର ଅଛି, ଏମ୍ଏଡ଼୍ର ଆପଣଙ୍କର ଅଛି, ଆଉ ଇଣ୍ଟିଗ୍ରେଟେଡ୍ ବିଏଡ଼୍ ଏମ୍ଏଡ଼୍ର ମଧ୍ୟ ଆପଣଙ୍କର ରହିଛି। ବିଏଡ଼୍ ପାଇଁ ଆପଣଙ୍କର ସିଟ୍ ଯଦି ଆମେ କହିବା ଦେଖନ୍ତୁ, ସର୍ବମୋଟ 12ଟି ଆପଣଙ୍କର ସିଟ୍ ଖାଲି ଅଛି ହେଲା। ବଟ୍ ପ୍ରୋବ୍ଲେମ୍ କ'ଣ ତାହା ବି ମୁଁ କହିବି ହେଲା, ତାର ସଲ୍ୟୁସନ୍ କ'ଣ ତାହା ବି କହିବି। 12ଟି ଆପଣଙ୍କର ବିଏଡ଼୍ରେ ସିଟ୍ ଅଛି। ଯଦି ଆମେ କହିବା ଆପଣଙ୍କର ବିଏଚ୍ଇଡ଼ିରେ ତ କିଛି ବି ସିଟ୍ ଖାଲି ନାହିଁ। ଆଉ ଏମ୍ଏଡ଼୍ରେ ଆପଣ ଦେଖନ୍ତୁ, ଏମ୍ଏଡ଼୍ରେ ସର୍ବମୋଟ 300ଟି ଆପଣଙ୍କର ଏମ୍ଏଡ଼୍ରେ ମଧ୍ୟ ଆପଣଙ୍କ ପାଇଁ ସିଟ୍ ଖାଲି ଅଛି ହେଲା। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଆଉ ଗୋଟେ ଜିନିଷ ମନେ ରଖନ୍ତୁ ହେଲା, ଏଇଟା ହେଉଛି ସ୍ପୋର୍ଟସ୍ ସିଲେକ୍ସନ୍ ଲାଇନ୍। ସ୍ପୋର୍ଟସ୍ ସିଲେକ୍ସନ୍ ମାନେ କ'ଣ? ଯେଉଁମାନେ ଆଡ଼ମିସନ୍ ଅଲରେଡ଼ି କରିଛନ୍ତି ସେମାନେ ବି ଚାହିଁଲେ ଆପଣଙ୍କର ଆସିପାରିବେ, ଠିକ୍ ଅଛି। ଆଉ ଯେଉଁମାନେ ଅଲରେଡ଼ି ମାନେ ପରୀକ୍ଷା ଦେଇଛନ୍ତି ଆଡ଼ମିସନ୍ କରିନାହାନ୍ତି ସେମାନେ ବି ଆପଣଙ୍କର କରିପାରିବେ, ଠିକ୍ ଅଛି। ଏବେ କଥା ହେଉଛି ଆପଣଙ୍କର ଏଇଆ ଯେ ଆପଣ କେମିତି ଜାଣିବେ। ଆଉ ମନେ ରଖନ୍ତୁ, ଆପଣ କେବଳ 3ଟା କଲେଜର ହିଁ ନାଁ ଦେଇପାରିବେ, ଓନ୍ଲି 3ଟା କଲେଜ। ମାନେ ଆପଣ ଭାବିବେନି ଯେ ସବୁ କଲେଜର ନାଁ ଦେଇପାରିବେ, ନାହିଁ। ପ୍ରଥମ କଥା ହେଲା ସବୁ କଲେଜରେ ସିଟ୍ ବି ନାହିଁ। ଦ୍ୱିତୀୟ କଥା ହେଲା ଆପଣ ଖାଲି ଗୁଣି ଗୁଣିକି 3ଟା କଲେଜର ହିଁ ସିଟ୍ ମାନେ ଚଏସ୍ ଦେବେ। ପ୍ରଥମ ଜାଣିଗଲେ ନା କୋଉମାନେ କରିପାରିବେ? କେବଳ ଯେଉଁମାନେ ପରୀକ୍ଷା ଦେଇଛନ୍ତି, ଏଇ ବର୍ଷ ଯେଉଁମାନେ ବିଏଡ୍ ପରୀକ୍ଷା ଦେଇଥିଲେ, ଏମ୍ଏଡ୍ ପରୀକ୍ଷା ଦେଇଥିଲେ, ସେଇମାନେ ହିଁ କରିପାରିବେ। ନମ୍ବର ୱାନ୍। ନମ୍ବର ଟୁ, ଲାଷ୍ଟ ଡେଟ୍ ଆଜି ଆପଣଙ୍କର ଅଛି। ଦେନ୍ 26 ତାରିଖ ଦିନ ଆପଣଙ୍କ ର୍ୟାଙ୍କ ପବ୍ଲିଶ ହେବ ଆଉ ଡାଇରେକ୍ଟଲି ଆପଣଙ୍କୁ କଲେଜ ଯାଇକି ଆଡ଼ମିସନ୍ କରିବା ପାଇଁ ପଡ଼ିବ। 27 ତାରିଖ ଦିନ କମ୍ପଲସରି। ଏବେ ପ୍ରୋବ୍ଲେମ୍ କ'ଣ ହୁଏ ତା ସମ୍ପର୍କରେ କହିବି, ବଟ୍ ଆଗ ଦେଖନ୍ତୁ ଆପଣ କେମିତି ଜାଣିବେ ଯେ କୋଉ କଲେଜରେ କେତେ ସିଟ୍ ଖାଲି ଅଛି ହେଲା। ଆପଣ ସିମ୍ପଲି t.samsodisha.gov.in କୁ ଆପଣଙ୍କର ଯିବେ। ଗଲା ପରେ ଏଇଠି ଦେଖନ୍ତୁ ଲେଖା ହେଇଛି, ଏଇ ଯେଉଁ ପ୍ରଥମରେ ହେଲା ଡିଷ୍ଟ୍ରିକ୍ଟ ଲେଖା ହେଇଛି ନା, ଏ ଡିଷ୍ଟ୍ରିକ୍ଟ ଉପରେ କ୍ଲିକ୍ କରିବେ, ଦେନ୍ କଲେଜକୁ ଚୁଜ୍ କରିବେ। ଧର ଯେଉଁ ଆପଣଙ୍କର ଇଚ୍ଛା, କାହିଁକିନା ସବୁ କଲେଜର ତ ସିଟ୍ ନଥିବ, ଓନ୍ଲି 12ଟା ଯେମିତି ମୁଁ କହିଲି ବିଏଡ଼୍ର ଅଛି। ଧର ଯେଉଁ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବିଏଡ଼୍ କଲେଜ ଅଛି ଆମର ଗଭର୍ଣ୍ଣମେଣ୍ଟର, ଉତ୍କଳମଣି ଗୋପବନ୍ଧୁ। ୟା ଉପରେ କ୍ଲିକ୍ କଲେ ଦେନ୍ ଇଣ୍ଡିଭିଜୁଆଲ କଲେଜ ପ୍ରୋଫାଇଲ୍ ଉପରେ କ୍ଲିକ୍ କରିବେ, ଠିକ୍ ଅଛି। ଯେମିତି ଆପଣ କ୍ଲିକ୍ କରିବେ ଦେଖିବେ ଆପଣଙ୍କୁ ଶୋ କରିବ ହେଲା ଯେ ସର୍ବମୋଟ 100ଟା ସିଟ୍, 98ଟା ପିଲା ଆଡ଼ମିସନ୍ ନେଇଛନ୍ତି, 2ଟା ସିଟ୍ ଖାଲି ଅଛି ଗଭର୍ଣ୍ଣମେଣ୍ଟର ହେଲା। ଆପଣଙ୍କୁ ଏଠି ଶୋ କରୁଛି, ବଟ୍ ବେଳେବେଳେ କ'ଣ ହୁଏ କହିଲେ, ସେମାନେ କହିବେ ଯେ ନା ସିଟ୍ ନାହିଁ ହେଲା। ତ ଆଉ କଟଅଫ୍ ବଗେରା ବି ଆପଣ ଦେଖିପାରିବେ ହେଲା। ଏଇଭଳିଆ ଗୋଟେ ପରେ ଗୋଟେ କଲେଜକୁ ଚେକ୍ କରିବେ। ନମ୍ବର ୱାନ୍। ନମ୍ବର ଟୁ, ଏଇଠି ତାଙ୍କର କଣ୍ଟାକ୍ଟ ନମ୍ବର ବି ଅଛି ହେଲା, ଜଷ୍ଟ ଉପର ପଟେ ହେଲା। ଏଇ ଉପର ପଟେ କଣ୍ଟାକ୍ଟ ନମ୍ବର ଅଛି, ମୁଁ ଦେଖାଉନି। ଆପଣ ତାଙ୍କୁ କଲ୍ କରିକି ପଚାରିଦେବେ, ସାର୍ ଆପଣଙ୍କ କଲେଜରେ 2ଟା ସିଟ୍ ଖାଲି ଅଛି ନା, ପଚାରିଦେବେ, ଠିକ୍ ଅଛି। ଦେନ୍ ଆପଣମାନେ ଆକର୍ଡ଼ିଂଲି ଗୋଟେ ପରେ ଗୋଟେ କଲେଜକୁ ଦେବେ। 3ଟା ହିଁ କଲେଜ ଦେଇ ହେବ। ଆପଣ ଦେଖନ୍ତୁ କେଉଁ କଲେଜରେ ଆପଣ ଦେବା ପାଇଁ ଚାହୁଁଛନ୍ତି, ନିଜ ଇଚ୍ଛାରେ ଆପଣ ଦେଖିଦିଅନ୍ତୁ ହେଲା। ବୁଝା ପଡୁଛି? ଆପଣ କହିବେ ସାର୍ ମୋର ହବ କି ନାହିଁ, କାହାର ହବ କି ନ ହବ ମୁଁ କେମିତି ଆଉ ଜାଣିବି କୁହନ୍ତୁ। କୋଉ ପିଲାମାନେ ସ୍ପଟରେ ଆପ୍ଲାଏ କରୁଛନ୍ତି, ମୁଁ କ'ଣ ସମସ୍ତଙ୍କର ମାର୍କ ଜାଣିଛି କି? ଜାଣିନି। ତ ଆପଣମାନଙ୍କର କର୍ତ୍ତବ୍ୟ ପରୀକ୍ଷା ଦେଇଥିଲେ, ଏବେ କେମିତି ଆପ୍ଲାଏ କରିବେ ତାହା ବି ଦେଖନ୍ତୁ। ଆପଣ ସିମ୍ପଲି ଏଇଠି ଏଇଠି ଦେଖନ୍ତୁ ହେଲା, ଏକ୍ଜିଷ୍ଟିଂ ଷ୍ଟୁଡେଣ୍ଟ ଲଗ୍ଇନ୍ ଉପରେ କ୍ଲିକ୍ କରିବେ। ଲଗ୍ଇନ୍ କଲା ପରେ ବାଁ ପଟେ ଆପଣଙ୍କୁ ଶୋ କରିବ ସ୍ପଟ୍ ଆପ୍ଲାଏ ବୋଲି, ତା ଉପରେ କ୍ଲିକ୍ କରିକି କରି ଯିବେ ହେଲା। 3ଟା ହିଁ କଲେଜ ଆପଣଙ୍କୁ ଚୁଜ୍ କରିବା ପାଇଁ ପଡ଼ିବ। ଆପଣ ଆଗ ଚେକ୍ କରିବେ, କ'ଣ କରିବେ, ଏ ଡିଷ୍ଟ୍ରିକ୍ଟ ଆଗ ଚୁଜ୍ କରିବେ, କୌଣସି ବି ଯେଉଁଠି ବି ଆପଣ ଚାହୁଁଛନ୍ତି। ଦେନ୍ କଲେଜକୁ ଚୁଜ୍ କରିବେ, ଇଣ୍ଡିଭିଜୁଆଲ କଲେଜ ପ୍ରୋଫାଇଲକୁ ଯାଇକି ଦେଖିବେ ଯେ ସିଟ୍ ଅଛି କି ନାହିଁ। ଯଦି ଅଛି ଆକର୍ଡ଼ିଂଲି ଆପଣ 3ଟା କଲେଜ ଦିଅନ୍ତୁ। ଆଉ ଯଦି ଆପଣଙ୍କର ସେଥିରେ ୱେଟିଂ ଲିଷ୍ଟ ଆସିଲା, ୱେଟିଂ ଲିଷ୍ଟ ବି ବହୁତ ଭୟାନକ ଆସେ ହେଲା। ଯଦି ଆସିଲା ଦେନ୍ 3ଟା ଯାକ କଲେଜକୁ ତ ଯାଇ ହେବନି ନା, ଏକା ସାଙ୍ଗରେ କେମିତି ଆପଣ 3ଟା କଲେଜକୁ ଯିବେ? ଯେଉଁଟା ହେଲେ ବି ଗୋଟେ ଯିବେ। ଯେଉଁଠି ଆପଣଙ୍କର ୱେଟିଂ କମ୍ ଥିବ ସେଇଠି 27 ତାରିଖ ଦିନ ଆପଣଙ୍କୁ ଯିବା, 26 ତାରିଖ ଦିନ ବାହାରିବ, 27 ତାରିଖ ଦିନ ଟଙ୍କା ନେଇକି ଆପଣ ଯିବେ ଆଉ ଆଡ଼ମିସନ୍ କରିବେ, ଠିକ୍ ଅଛି। ଆଉ ଯେଉଁମାନେ ଅଲରେଡ଼ି ଆଡ଼ମିସନ୍ କରିଛନ୍ତି ସେମାନେ ବି ଆପଣଙ୍କର ଚାହିଁଲେ ପୁଣି ଆପଣଙ୍କର କରିଦେଇ ପାରିବେ। ଏଇଟା ହେଉଛି ଆପଣଙ୍କର ବିଏଡ଼୍ର ବି ଆଉ ଏମ୍ଏଡ଼୍ର ମଧ୍ୟ। ଏବେ ଇଣ୍ଟିଗ୍ରେଟେଡ୍ ବିଏଡ଼୍ ଏମ୍ଏଡ଼୍ ପାଇଁ ଆପଣ ସର୍ଚ୍ଚ କରିବେ IBED, ଠିକ୍ ଅଛି। IBED ଏମ୍ଏଡ଼୍ ଆପଣମାନେ ସର୍ଚ୍ଚ କରିବେ ଗୁଗୁଲରେ ହେଲା। ଟିକେ ରହିଯାଉ, ଦେଖନ୍ତୁ ଏଇଟା imed.samsodisha.gov.in
samsodisha.gov.in कल सर्च करेंगे imet.samsodisha.gov.in ठीक अच्छे आपण सर्च कले आपणकर एबे ई एडमिशन स्टैटिस्टिक्स रे आमे चेक करदेबा केतोटी आपणकर सीट अछि ना 200 टी आपणकर सीट अछि जो थिरे एडमिशन नहीं केते 195 टी हला आ पांचटा मात्र सीट आपणकर खाली अछि एबे आपण माने केमती चेक करिवे एठी डिस्ट्रिक्ट को चूज कला परे आपणकर कॉलेज को चूज करिवे आउ इंडिविजुअल कॉलेज प्रोफाइल ऊपर क्लिक बेले बेले आपणको भी एई भलिया शो करिवो आपण माने याकू एलाउ करिवे हला मोबाइल फोन रे एलाउ करिवे हला देन डन करिवे देखि पारुथिबे हम बारिपदारे दुईटी आपणकर सीट खाली अछि हला एई भलिया आपण चेक करिवे गुटे परे गुटे आपणकर चेक करिवे केते टंका खर्च होबो ताहा भी देखंतु लेखा आइछि एडमिशन फी आपणकर केते ताहा भी लेखा आइछि केते केते खर्च होबो फर्स्ट ईयर रे सेकंड ईयर रे थर्ड ईयर रे सब लेखा आइछि एसटीएससी पिलांको केते खर्च होबो चेक करिवे आउ आपण कहबे सर हमु तो अप्लाई ही करनथिली एबे करिवि कि नाही जो माने ऑलरेडी अप्लाई करथिले सेही पिलांको मध्यरु ही सिलेक्ट हेई पारिबे अन्य माने तो सिलेक्ट हेई पारिबे नाही ठीक अछि बुझी गले देन देखंतु हमर सिटी रे बुझी गले ना काइंडली अप्लाई कर देबे आज लास्ट डेट अछि हला नले असुविधा हे जबो आज राती सुद्धा जी अप्लाई न कला हबोनी एबे सिटी रे बहुत सारा सीट खाली अछि हला पाखापाखि आपण देखि पारुथिबे हजारेटी आपणकर सीट एपर्यंत फिलअप हेइनी 26 तारिख दिन एडमिशन अछि आपणकर जो कॉलेज रे भी हेइची सेही कॉलेज को जानतु एडमिशन करिया पई यदि पढ़िया पई चाहुचंती आपण देखिदेबे इंटीमेशन लेटर देखिदेबे हला आउ जो मानकर स्लाइड अप हेइनी तो जो पुराना कॉलेज रे आपणकर प्रथम हेइतिला सेही कॉलेज को ही जाई कि आपण पूरा पेमेंट करिकी पुनी पढ़ी पारिबे आ यदि पढ़िया पई चाहू नांती देन एडमिशन कैंसिल करदेबे बुझा पड़ुची हजारेटी सीट खाली अछि देन या परे आपणकर पुनी सिलेक्शन बाहरिबो या परे पुनी आपणकर सिलेक्शन बाहरिबो तापरे स्पॉट सिलेक्शन बाहरिबो हजारेटी आपणकर सीट खाली अछि ठीक अछि थैंक यू जय जगन्नाथ धन्यवाद